ପିଲାମାନେ ସମସ୍ତଙ୍କୁ ନମସ୍କାର। ଆଜି ଆମ ଅଷ୍ଟମ ଶ୍ରେଣୀ ଓଡ଼ିଆ ବହିର ଗୋଟେ ବହୁତ ଜୋରଦାର କବିତା ପଢ଼ିବାକୁ ଯାଉଛି। କବିତାର ନାଁ ହେଉଛି ଆସ ଉତ୍କଳୀୟ। ଆଉ ଜାଣିଛନ୍ତି ଏହାକୁ କିଏ ଲେଖିଛନ୍ତି? ଆମ ସମସ୍ତଙ୍କର ପ୍ରିୟ ଆମର ଜାତୀୟ କବି ବୀର କିଶୋର ଦାସ। ହଁ, ତ କବିତା ଭିତରକୁ ଯିବା ଆଗରୁ ଚାଲନ୍ତୁ ଟିକେ ଭାବିବା ଗୋଟେ ଛୋଟ ପ୍ରଶ୍ନ। ଆମେ ଯେଉଁ ମାଟିରେ ଜନ୍ମ ହେଇଛେ, ଖେଳି ବୁଲି ବଡ଼ ହେଇଛେ, ସେଇ ମାଟି ପାଇଁ, ଆମ ଜନ୍ମଭୂମି ପାଇଁ ଆମର କ'ଣ କିଛି କରିବାର ନାହିଁ? ଆମର କର୍ତ୍ତବ୍ୟ କ'ଣ? এই ପ୍ରଶ୍ନଟାକୁ ମନ ଭିତରେ ରଖିଥାନ୍ତୁ, କାହିଁକିନା ଦେଖିବେ ଆଜିର କବିତା ଭିତରେ ଏହା ଉତ୍ତର ଲୁଚି ରହିଛି। ଆଚ୍ଛା, ଯେକୌଣସି କବିତାକୁ ଭଲ ଭାବରେ ବୁଝିବାକୁ ହେଲେ ତାକୁ ଲେଖିଥିବା କବିଙ୍କ ବିଷୟରେ ଜାଣିବାଟା ବହୁତ ଦରକାର ନୁହେଁ କି? ତେବେ ଚାଲନ୍ତୁ ଆଗ ଆମ ଜାତୀୟ କବି ବୀର କିଶୋର ଦାସଙ୍କ ସହ ଟିକେ ପରିଚିତ ହେଇଯିବା। ଦେଖନ୍ତୁ, କବି ବୀର କିଶୋର ଦାସ 1869 ମସିହା ନଭେମ୍ବର 23 ତାରିଖ ଦିନ କଟକ ଜିଲ୍ଲାର ଆଉ ପାଳିଙ୍ଗି ଆମେ ଗ୍ରାମରେ ସମସ୍ତେ ଜନ୍ମଗ୍ରହଣ ତାଙ୍କୁ କରିଥିଲେ। ଜାତୀୟ କବି ବୋଲି ଜାଣୁ। ତାଙ୍କର ସବୁଠୁ ବଡ଼ କଥା ହେଲା ତାଙ୍କର ଲେଖାର ପ୍ରତିଟି ଶବ୍ଦ, ପ୍ରତିଟି ଲାଇନ୍ ଭିତରେ ଦେଶ ପାଇଁ ଭଲ ପାଇବା ଆଉ ଜାତୀୟତାର ଭାବନା ପୁରା ଭରିକି ରହିଥାଏ। କିନ୍ତୁ କେବେ ଭାବିଛନ୍ତି ତାଙ୍କୁ ହିଁ କାହିଁକି ଜାତୀୟ କବି କୁହାଗଲା? ଏତେ ବଡ଼ ଗୋଟେ ଉପାଧି ଏମିତି ତ କୁହାଯାଇ ନଥିବ। ନିଶ୍ଚୟ ଏହା ପଛରେ ଗୋଟେ ବଡ଼ କାରଣ ଅଛି। କଥାଟା ହେଲା, ଯେତେବେଳେ ଆମ ଦେଶ ଇଂରେଜମାନଙ୍କ ଅଧୀନରେ ଥିଲା, ଚାରିଆଡ଼େ ନିରାଶା। ସେତେବେଳେ ତାଙ୍କର କବିତାଗୁଡ଼ିକ କ'ଣ କରୁଥିଲେ ଜାଣିଛନ୍ତି? ସାଧାରଣ ଲୋକଙ୍କ ମନ ଭିତରେ ଦେଶପ୍ରେମର ନିଆଁ ଜାଳି ଦେଉଥିଲା। ତାଙ୍କର ସେଇ ଜୋରଦାର ଶବ୍ଦ ସବୁ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଏତେ ସାହସ ଦେଉଥିଲା ଯେ ସେମାନେ ଆହୁରି ଦମ୍ଭର ସହ ଲଢ଼ୁଥିଲେ। ବାସ୍, ସେଥିପାଇଁ ତ ସେ ହେଲେ ଆମର ଜାତୀୟ କବି। ତେବେ କବିଙ୍କ ବିଷୟରେ ତ ଜାଣିଲେ, ଚାଲନ୍ତୁ ଏଥର ଆମେ ସିଧା କବିତା ଭିତରକୁ ଯିବା। ଆମେ ପଦ ଅନୁସାରେ ପଢ଼ିବା ଆଉ ତାର ସରଳ ଅର୍ଥ ବୁଝିବା। ଆସନ୍ତୁ, ମୋ ସହିତ ଏହାକୁ ମନେ ମନେ କୁହନ୍ତୁ। ଆସ ଉତ୍କଳୀୟ ଧରିବ କରବାଳ, ଏ ଦେଶ ଜାତିର ପୂର୍ବ ଗରବ, ପୁଣ୍ୟେ କରିବ ତାକୁ ତ ଉଜ୍ଜ୍ୱଳ। ଏଇ ଯୋଉ ପଦଟା ଆମେ ପଢ଼ିଲେ, ଏହା ଖାଲି କିଛି ଶବ୍ଦ ନୁହେଁ, ଏହା ଗୋଟେ ଡାକରା। କବି ଏଠି ଉତ୍କଳର ସବୁ ପିଲାଙ୍କୁ, ସବୁ ଯୁବକ ଯୁବତୀଙ୍କୁ ଡାକୁଛନ୍ତି। ସେ କହୁଛନ୍ତି, ଆରେ ଆଗେଇ ଆସ, ଦେଶର ସେବା ପାଇଁ, ଜାତିର ମାନ ରଖିବା ପାଇଁ ପ୍ରସ୍ତୁତ ହୁଅ। ଆମ ପୂର୍ବପୁରୁଷମାନେ ଯେଉଁ ଗୌରବ ଆମ ପାଇଁ ଛାଡ଼ି ଯାଇଛନ୍ତି, ଚାଲ ଆମେ ଆମର ଭଲ କାମ ଦ୍ୱାରା ତାକୁ ଆହୁରି ଚମକେଇ ଦେବା। ଆଚ୍ଛା, ଏହି ପଦରେ କିଛି ନୂଆ ଶବ୍ଦ ଅଛି, ଚାଲନ୍ତୁ ଦେଖିବା। ଉତ୍କଳୀୟ ମାନେ କ'ଣ? ଆମେ ସମସ୍ତେ ଯେଉଁମାନେ ଉତ୍କଳ ବା ଓଡ଼ିଶାରେ ରହୁଛେ, ତାପରେ ଆସିଲା କରାବାଳ। ଏହାର ଅର୍ଥ ହେଉଛି ଖଣ୍ଡା। କିନ୍ତୁ ଏଠି କ'ଣ କବି ସତରେ ଖଣ୍ଡା ଧରିବାକୁ କହୁଛନ୍ତି? ନା, ଏଠି କରାବାଳର ଅର୍ଥ ହେଉଛି ଶକ୍ତି, ସାହସ ଆଉ ଦେଶ ସେବା କରିବାର ଇଚ୍ଛା। ଗର୍ବର ଅର୍ଥ ତ ସହଜ ଗୌରବ, ଆଉ ଉଜ୍ଜ୍ୱଳ ମାନେ ଆଲୋକିତ କରିବା ବା ଆହୁରି ଚମକେଇବା। ଚାଲନ୍ତୁ ଏବେ ପରବର୍ତ୍ତୀ ପଦଟିକୁ ଦେଖିବା। ନିଜ ଜନନୀକୁ, ଜନ୍ମଭୂଇଁକୁ ସେବିବି କରେଣ ଧରିଣ ଆସି, ଯଶ କି ଅପଯଶ ହେଉଛି ନିର୍ମିତ, ଆମରି ହାତରେ ଚାହିଦା ଦିଶି। ଦେଖନ୍ତୁ ତ ଏଇଠି ଆମର ପୂର୍ବପୁରୁଷମାନେ, ଆମର ବୀରମାନେ କେମିତି ନିଜ ମାଟି ପାଇଁ ଜୀବନ ଦେବାକୁ ପଛାଉନଥିଲେ। ସେମାନଙ୍କର ସେହି ସେବା ଆଉ ବଳିଦାନର କାହାଣୀ ଆଜି ବି ଆମକୁ ପ୍ରେରଣା ଦିଏ। এই ପଦର ଅର୍ଥ ବହୁତ ଗଭୀର। କବି କହୁଛନ୍ତି, ଆମକୁ ଯିଏ ଜନ୍ମ ଦେଇଛି, ସେଇ ମାର ସେବା କରିବା ଯେମିତି ଆମର ଧର୍ମ, ଠିକ୍ ସେମିତି ଆମେ ଯେଉଁ ମାଟିରେ ଜନ୍ମ ହେଇଛେ, ସେଇ ମାତୃଭୂମିର ସେବା କରିବା ବି ଆମର ପରମ କର୍ତ୍ତବ୍ୟ। ଆଉ ସବୁଠୁ ବଡ଼ କଥା କ'ଣ ଜାଣିଛନ୍ତି? ଆମ ଭାଗ୍ୟ ଆଉ କେହି ଲେଖେନି, ଆମେ ନିଜେ ହିଁ ଆମ ଭାଗ୍ୟ ଗଢ଼। ଆମେ ଭଲ କାମ କଲେ ଯଶ ମିଳିବ, ଖରାପ କାମ କଲେ ଅପଯଶ ମିଳିବ। ସବୁକିଛି ଆମରି ହାତରେ। ଆସନ୍ତୁ ଆଗକୁ ବଢ଼ିବା। ଶିଳ୍ପେ ସାହିତ୍ୟେ ଯହି ଦେବୁ ଲାଗି ହାତ, ଉତ୍କଳୀୟ ସେହି ଅଟଇ ଅମର, ସିନ୍ଧୁ ପାରେ ନେବ ଦେଶର ବାରତା, ଲାଗି କେବେ ହେଲେ ହେବୁନି ପର। ଆଉ ଏହାର ଅର୍ଥ କ'ଣ? କବି କହୁଛନ୍ତି, ଉତ୍କଳୀୟମାନେ ଏମିତି ଯେ ସେମାନେ ଯେଉଁ କାମରେ ବି ହାତ ଦିଅନ୍ତି, ସେଇଟା ଶିଳ୍ପକଳା ହେଉ କି ସାହିତ୍ୟ, ସବୁଥିରେ ସେମାନେ ଅମର ହେଇଯାନ୍ତି। ଦେଖୁନାହାନ୍ତି, ଗୋଟେ ପଟେ କୋଣାର୍କର ସେଇ ଅଦ୍ଭୁତ କାରୁକାର୍ଯ୍ୟ, ଆଉ ଆରପଟେ ଆମ ସାଧବ ପୁଅମାନେ 7 ସମୁଦ୍ର ପାରି ହେଇ ବେପାର ବଣିଜ କରୁଥିଲେ। ଆମ ଦେଶର କଥା, ଆମ ଦେଶର ଗୌରବ ସମୁଦ୍ର ସେପାରିକୁ ନେବା ପାଇଁ ଆମେ କ'ଣ କେବେ ପର ହେଇପାରିବା? କେବେ ନୁହେଁ। ତେବେ ପୁରା କବିତାଟିକୁ ତ ଆମେ ଦେଖିଲେ, ଏବେ ଚାଲନ୍ତୁ ଏହାର ଯୋଉ ମୂଳ କଥା, ଯାହାକୁ ଆମେ ସନ୍ଦେଶ ବୋଲି କହୁ, ତାକୁ ବୁଝିବା। କବିତାର ମୂଳ ସନ୍ଦେଶଟି ହେଉଛି, ଆମର ଯେଉଁ ଗୌରବମୟ ଅତୀତ ଅଛି, ତାକୁ କେବେ ବି ଭୁଲିବାନି।
ବରଂ ସେଇ ଅତୀତରୁ ପ୍ରେରଣା ନେଇ ଆମ ଦେଶ ଆଉ ଜାତିର ସେବା ପାଇଁ ନିଜକୁ ପୁରାପୁରି ସମର୍ପିତ ଦେବା। ବାସ୍ ଏତିକି ହିଁ ହେଉଛି କବିତାର ଆତ୍ମା। ବହୁତ ବଢ଼ିଆ, କବିତା ତ ବୁଝିଗଲେ। ଏବେ ଟିକେ ନିଜକୁ ପରଖିବା ସମୟ। ଚାଲନ୍ତୁ କିଛି ପ୍ରଶ୍ନ ଉତ୍ତର କରିବା, ଦେଖିବା କେତେ ମନେ ଅଛି। ହଉ, ତେବେ ପ୍ରଥମ ପ୍ରଶ୍ନ, କବି କାହାକୁ କରବାଳ ଧରି ଆଗେଇ ଆସିବାକୁ ଡାକରା ଦେଇଛନ୍ତି? ମନେ ପକାନ୍ତୁ ତ। ହଁ, ଠିକ୍ ଭାବିଛନ୍ତି। ଉତ୍ତର ହେଲା କବି ଉତ୍କଳର ସବୁ ସନ୍ତାନମାନଙ୍କୁ, ମାନେ ଆମ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଆଉ ସେ କରବାଳର ଅର୍ଥ କେବଳ ଖଣ୍ଡା ନୁହେଁ, ତାର ଅର୍ଥ ହେଉଛି ଆମ ଦେଶର ସେବା ଆଉ ସୁରକ୍ଷା ପାଇଁ ସବୁବେଳେ ପ୍ରସ୍ତୁତ ରହିବା। ଠିକ୍ ଅଛି, ଏବେ ଦ୍ୱିତୀୟ ପ୍ରଶ୍ନ। ଆମକୁ ଯେଉଁ ଯଶ ବା ଅପଯଶ ମିଳେ ତାହା କାହା ଉପରେ ନିର୍ଭର କରେ? କ'ଣ ଲାଗୁଛି? ଏହାର ଉତ୍ତର ବି ବହୁତ ସରଳ। ଆମର ଯଶ ଆଉ ଅପଯଶ ଆଉ କାହା ଉପରେ ନୁହେଁ, ପୂରାପୂରି ଆମ ନିଜ କର୍ମ ଉପରେ ହିଁ ନିର୍ଭର କରେ। ଯେମିତି କାମ ସେମିତି ଫଳ। ବହୁତ ଭଲ। ଏବେ ଶେଷରେ ମୁଁ ଗୋଟିଏ ଛୋଟ ଟ୍ରିକ୍ କହିବି, ଯାହାଦ୍ୱାରା ଏ ପୁରା କବିତାର ମୂଳ ଭାବ ସବୁଦିନ ପାଇଁ ମନେ ରହିଯିବ। ଦେଖନ୍ତୁ, ବାସ୍ ଏଇ ତିନିଟା ଶବ୍ଦ ମନେ ରଖନ୍ତୁ। ପ୍ରଥମ ହେଉଛି ଆହ୍ୱାନ, ମାନେ କବି ଆମକୁ ଡାକୁଛନ୍ତି। ଦ୍ୱିତୀୟ ହେଉଛି ଗୌରବ, ମାନେ ଆମର ମହାନ ଅତୀତ। ଆଉ ତୃତୀୟ ହେଉଛି କର୍ତ୍ତବ୍ୟ, ମାନେ ଦେଶ ପାଇଁ ଆମର କାମ। କ'ଣ କ'ଣ ହେଲା? ଆହ୍ୱାନ, ଗୌରବ ଆଉ କର୍ତ୍ତବ୍ୟ। ବାସ୍ ଏ ତିନିଟା ଶବ୍ଦରେ ପୁରା କବିତାଟା ମନେ ରହିଯିବ। ଆଉ ଶେଷରେ କବିଙ୍କର ଏଇ ଶକ୍ତିଶାଳୀ ଲାଇନ୍ଟିକୁ ଆମେ ସବୁବେଳେ ମନେ ରଖିବା। ଏ ଯେଉଁ ଡାକରା ସେ ଦେଇଥିଲେ, ଏହା କେବଳ ସେହି ସ୍ୱାଧୀନତା ସଂଗ୍ରାମ ସମୟ ପାଇଁ ନଥିଲା। ଏ ଡାକରା ଆଜି ବି ଆମ ସମସ୍ତଙ୍କ ପାଇଁ। ତେବେ ଚାଲନ୍ତୁ ଏହି ଡାକରାକୁ ସ୍ୱୀକାର କରି ଆମ ଜାତିକୁ ଆହୁରି ମହାନ କରି ଗଢ଼ି ତୋଳିବା।